अच्छा मीठा मीठा शिक्षित देश ମାନଙ୍କ ପ୍ରତି ମାତା ବାପ ଦାଦାଙ୍କର ଦୂରସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ଦାଦା ପ୍ୟାର ଗୁଡ୍ ଇଭିନିଂ ନମସ୍ତେ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର 1 ନିଜର ସମୟକୁ ଆତ୍ମିକ ଧନ୍ଦାରେ ଅର୍ଥାତ୍ ସେବା କରିବାର ସଫଳ କରିବାକୁ ହେବ। ଜୀବନକୁ ହୀରା ତୁଲ୍ୟ କରିବାକୁ ହେବ। ନିଜକୁ ସର୍ବଦା ସାବଧାନ ରଖିବାକୁ ହେବ। ହେଲା, ତାହେଲେ ତମକୁ କ'ଣ କରିବ ନା ଆତ୍ମିକ ଧନ୍ଦାରେ ସେବା କରିବାର ସଫଳ କରିବାକୁ ହେବ। କୋଉଠି ଏତେ ଆଲତୁ ଫାଲତୁ କିଛି ନାହିଁ। ଆତ୍ମିକ ଧନ୍ଦା ମୁଁ ଏକ ଆତ୍ମା ଶରୀର ନୁହେଁ। ଯାହାକୁ ବି ସେବା ଦବ ବି ସେ କହିବ କିଛି ଆମର ଫାଲତୁ ନିଜର ସର୍ବଦା ସାବଧାନ ରଖିବାକୁ ନିଜକୁ ସର୍ବଦା ସାବଧାନ ରଖିବାକୁ ହେବ। ସର୍ବଦା ନିଜକୁ କ'ଣ କରିବ ସାବଧାନ ରଖିବ, ସ୍ଥିର ବି ରଖିବ ହେଲା। ନିଜକୁ ଶରୀର ଭାବିବାର କଡ଼ା ବେମାରୀରୁ ରକ୍ଷା ପାଇବାର ପୁରୁଷାର୍ଥ କରିବାକୁ ହେବ। ଶରୀରଟା ଭାବିବ ସେଇଟା କଡ଼ା ବେମାରୀ। ନମ୍ବର 2 କେବେ ବି ମାୟାର ଦାସ ହେବ ନାହିଁ। ମାୟାର ଦାସ କେମିତି ହବ? ଖରାପ କାମ କଲେ ମାୟାର ଦାସ ହବ। ମାୟା ଆସିବ ଗୋଡେଇକି ଆଉ ବାବାକୁ ଭୁଲିଲେ ଆଉ ଭିତରେ ଭିତରେ ଜପ କରିବାକୁ ହେବ ଯେ ମୁଁ ଆତ୍ମା ମୁଁ ଆତ୍ମା। ସର୍ବଦା ଖୁସି ରହିଥାଉ ଯେ ମୁଁ ଭିକାରୀରୁ ରାଜକୁମାର ହେଉଛି। ହେଲା, ବର୍ତ୍ତମାନ ଆମେ ରାବଣ ରାଜ୍ୟରେ ଭିକାରୀ ନା ନାଇଁ? ଆମେ ଭିକାରୀ ନା ଭିକାରୀ ଭିକାରୀ ଆମେ ହଉଛେ ରାଜା ହଉଛେ ଏଇ ବାବା ପାଠ ପଢିକି ରାଜକୁମାର 21 ଜନ୍ମ ପାଇଁ ପୁରା ଧନ୍ୟ ହଉଛେ। ବରଦାନ ଗହନ ଅନୁଭବର ପ୍ରୟୋଗଶାଳାରେ ରହି ନୂଆ ନୂଆ ଅନୁସନ୍ଧାନ କରୁଥିବା ଅନ୍ତର୍ମୁଖୀ ଭବ। ଯେତେବେଳେ ନିଜ ଭିତରେ ପ୍ରଥମେ ସବୁ ପ୍ରକାରର ଅନୁଭବ ପ୍ରତ୍ୟକ୍ଷ ହୋଇଯିବ ସେତେବେଳେ ହିଁ ବାବାଙ୍କର ପ୍ରତ୍ୟକ୍ଷତା ହେବ। ତମ ନିଜ ଭିତରେ ତମେ ସବୁ ଜାଣିପାରିବ। ବିଚାର ସାଗର ମନ୍ଥନ କରି ମାନେ କୋଉଟା ଭୁଲ କୋଉଟା ଠିକ ତମେ ଜାଣିବ ଯେ ତମର ବାବାର ସାର୍ଥକତା ହଉଛି ତମ ଦେହରେ। ହେଲା, ବାବାକୁ ପାଇଛ ବୋଲି ତମେ କେମିତି ଜାଣିବ? ନିଜେ ସବୁ ଜାଣିପାରିବ। ନିଜର କୋଉଟା ଭୁଲ ନିଜର ସବୁ ତ ତମେ ଜାଣିପାରିବ। ଏଥିପାଇଁ ଅନ୍ତର୍ମୁଖୀ ହୋଇ ଯୋଗର ଯାତ୍ରାର ଅଥବା ସର୍ବପ୍ରାପ୍ତିର ଗହନ ଅନୁଭୂତିରେ ରହି ଅନୁସନ୍ଧାନ। ଅନ୍ତର୍ମୁଖୀ ମାନେ ତମେ ଭିତରିଆ ବାବାଙ୍କୁ ଡାକୁଥିବ ସବୁବେଳେ। ଅନ୍ତର୍ମୁଖୀ ଭିତରୁ ପୁରା, ଆଉ ଖାଲି ବାହାରୁ ବାବା ବାବା କରିଦବ ନା। ଅନ୍ତର୍ମୁଖୀ